ପୂର୍ବରୁ ଗୋଟିଏ ଲୋକ କଥା ରହିଛି ଆଉ ସେ ହେଉଛି ମଣିଷକୁ ବଞ୍ଚିବା ପାଇଁ ଖାଦ୍ୟ ବସ୍ତ୍ର ଏବଂ ବାସଗୃହ ଦରକାର। ଏହି ତିନୋଟି ହେଉଛି ମଣିଷ ଜୀବନର ସବୁଠାରୁ ଜରୁରୀ ଆବଶ୍ୟକ। କିନ୍ତୁ ଆଜିକା ସମୟରେ ଏହାର ଅର୍ଥ ଟିକେ ବଦଳି ଯାଇଛି, କାରଣ ଆଜିକା ସମୟରେ ମଣିଷର ସବୁଠାରୁ ଜରୁରୀ ଆବଶ୍ୟକ ହେଉଛି ଟଙ୍କା। କାହିଁକିନା ଟଙ୍କା ଥିଲେ ମଣିଷ ଏହି ତିନୋଟି ଜିନିଷର ଯୋଗାଡ଼ କରିପାରିବ। ଟଙ୍କା ଥିଲେ ମଣିଷ ଖାଦ୍ୟ କିଣିପାରିବ, ଟଙ୍କା ଥିଲେ ମଣିଷ ନିଜ ଶରୀର ପାଇଁ ବସ୍ତ୍ର କିଣିପାରିବ, ଆଉ ଟଙ୍କା ଥିଲେ ହିଁ ମଣିଷ ତା ପାଇଁ ଘରଟିଏ ତିଆରି କରିପାରିବ। ଏହି ଭିଡ଼ିଓରେ ଯଦି ଆପଣ ଭାବୁଛନ୍ତି କି ମୁଁ ଆପଣଙ୍କୁ ଟଙ୍କା ରୋଜଗାର କରିବାର କିଛି ଟ୍ରିକ୍ ବତେଇବି, ତେବେ ଆପଣ ଭୁଲ ଭାବୁଛନ୍ତି। କିନ୍ତୁ ଏହି ଭିଡ଼ିଓରେ ମୁଁ ଆପଣଙ୍କୁ କିଛି ଲାଇଫ୍ ଟ୍ରିକ୍ ବିଷୟରେ କହିବାକୁ ଯାଉଛି, ଯାହାଦ୍ୱାରା ଆପଣଙ୍କ ମଧ୍ୟରେ ଟଙ୍କା ରୋଜଗାର କରିବାର ନିଆଁ 1000 ଗୁଣ ବଢ଼େଇ ଦେବ। ଆମେ ଛୁଆବେଳୁ ଶୁଣି ଆସୁଛେ ଜଲ୍ଦି ପାଠପଢ଼ା ସାରି ଜବ୍ କରିବା। ପିଲାମାନଙ୍କୁ କହୁଥିବାର ଶୁଣିଥିବେ ମୋ ଡ୍ରିମ୍ କମ୍ପାନୀ ହେଉଛି ଏଇଟା, ମାନେ ମୁଁ ଭବିଷ୍ୟତରେ ଏଇ କମ୍ପାନୀରେ ଜବ୍ କରିବାକୁ ଚାହୁଁଛି। କିନ୍ତୁ ଆପଣ କେତେ ଜଣଙ୍କୁ ଏହା ଶୁଣିଛନ୍ତି କି ମୁଁ ପାଠପଢ଼ା ସାରିଲା ପରେ ମୋ ନିଜର ବିଜନେସ୍ ଷ୍ଟାର୍ଟ କରିବି, କି ମୁଁ ଫ୍ୟୁଚରରେ ମୋ ବିଜନେସ୍କୁ ଏଇ ପୋଜିସନକୁ ନେଇଯିବା ପାଇଁ ଚାହୁଁଛି। ବାପା ମା ମାନେ ମଧ୍ୟ ନିଜ ପିଲାଙ୍କୁ ଏହା କହିଥାନ୍ତି ଯେ ଭଲ ବଡ଼ ଚାକିରି କରିବୁ। ଏହା ବଦଳରେ ସେମାନେ ଏହା ବି ତ କହିପାରନ୍ତେ କିନ୍ତୁ ଯାହା ଚାହୁଁଛୁ ତାହା କର, ବାସ୍ ନିଜ ଗୋଡ଼ରେ ନିଜେ ଠିଆ ହୋଇଯା। ଆପଣଙ୍କ ଛୁଆ ଯେତେ ବଡ଼ ଚାକିରି କରୁନା କାହିଁକି, ସେ ରହିବ ତ ଗୋଟିଏ ଚାକର ହିଁ ନା। ଆଉ ବଡ଼ ଚାକର ଅପେକ୍ଷା ଛୋଟ ମାଲିକ 100 ଗୁଣରେ ଭଲ। କାହିଁକିନା ଆପଣଙ୍କ ପ୍ରତିଟି ପାଦ କେବଳ ଆପଣଙ୍କ ପାଇଁ ଥିବ, ନା କି ଆଉ କାହା ପାଇଁ। ଆପଣ ଏବେ କହିବେ କି ତାଙ୍କର ତ କିଛି ଅଭିଜ୍ଞତା ନାହିଁ, ଏକ୍ସପିରିଏନ୍ସ ନାହିଁ। ତେବେ ମନେ ରଖନ୍ତୁ, ଏଇଟା ତାଙ୍କର ଶିଖିବା ସମୟ। ସେମାନେ ପଢ଼ିବେ ତେବେ ନା ଯାଇ ସେମାନେ ଉଠିବା ଶିଖିବେ। ଏବେ ତାଙ୍କ ପାଖରେ ଜୋଶ ଅଛି, ମନ ଭିତରେ ଉତ୍ସାହ ଅଛି। ଏବେ ସେମାନେ କିଛି ବି କରିଯିବେ। ଆଉ ଦେଖିବେ 10 ବର୍ଷ ପରେ ଗୋଟିଏ ଜବ୍ ଠାରୁ ସେମାନେ 10 ଗୁଣ ଅଧିକ ରୋଜଗାର କରୁଥିବେ। ଆପଣ ଥରେ ଆପଣଙ୍କ ଚାରିପାଖକୁ ଦେଖି କୁହନ୍ତୁ, କ'ଣ ଆପଣ ସତରେ ଖାଦ୍ୟ ବସ୍ତ୍ର ଏବଂ ବାସଗୃହରେ ସନ୍ତୁଷ୍ଟ ହୋଇଯିବେ? କ'ଣ ବଞ୍ଚିବା ପାଇଁ ଆପଣଙ୍କୁ କେବଳ ସେତିକି ହିଁ ଆବଶ୍ୟକ ଅଟେ? ଆଉ କ'ଣ ଆପଣଙ୍କ ଚାରିପଟେ କିଛି ଏପରି ଜିନିଷ ଅଛି କି ଯାହା ବିନା ଟଙ୍କାରେ ଆସିଛି? ମୋତେ ତ ଲାଗୁନି ଏପରି କିଛି ବି ଥିବ ବୋଲି। ଆପଣ ବିଶ୍ୱାସ କରିବେ ନାହିଁ, କିନ୍ତୁ ଟଙ୍କା ନା ଆପଣଙ୍କ 99% ପ୍ରୋବ୍ଲେମକୁ ସଲ୍ଭ କରିପାରିବ। ଆଉ ବାକି ଯେଉଁ 1% ପ୍ରୋବ୍ଲେମ ରହିଛି ତାହା ହେଉଛି ନିଜେ ଟଙ୍କା, ଯାହାକୁ କି ଆପଣ ସଲ୍ଭ କରିପାରିବେ। ଆଉ ଯଦି ଏହି 1% ପ୍ରୋବ୍ଲେମକୁ ଆପଣ ସଲ୍ଭ କରିପାରିବେ ନାହିଁ, ତେବେ ଆପଣଙ୍କ 100% ପ୍ରୋବ୍ଲେମକୁ ନା ଆପଣ ନା ଆପଣଙ୍କ ପାଇଁ ଅନ୍ୟ କେହି ସଲ୍ଭ କରିପାରିବେ। ସମସ୍ତଙ୍କୁ ଟଙ୍କା ରୋଜଗାର କରିବାର ଅଛି, ଆଉ ସମସ୍ତଙ୍କୁ ଟଙ୍କା ରୋଜଗାର କରି ଆସିଥିବା ନିହାତି ଦରକାର। ଓଡ଼ିଆରେ ଗୋଟେ ଲୋକ କଥା ଅଛି କି ବୁଦ୍ଧି ଥିଲେ ବାଟ ଆପେ ଆପେ ଦେଖାଯିବ। ସେଥିପାଇଁ ପଇସା ରୋଜଗାର କରିବା ପାଇଁ ଆପଣଙ୍କୁ ପଇସା ରୋଜଗାର କରି ଆସିଥିବା ଦରକାର। ଆପଣ ମଧ୍ୟ ଶୁଣିଥିବେ ବହୁତ ପାଠ ପଢ଼ିଲେ ବହୁତ ପଇସା ରୋଜଗାର କରିବେ। ନା, ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ଟଙ୍କା କୌଣସି ଡିଗ୍ରୀକୁ ଚିହ୍ନି ନାହିଁ, ସେ କେବଳ ତାକୁ ହାସଲ କରିବାର ଆଶା ରଖିଥିବା ଜୋସ୍କୁ ଚିହ୍ନିଛି। ନହେଲେ ଗ୍ରାଜୁଏସନ୍ କରିଥିବା ପିଲା 10-12 ହଜାର ଟଙ୍କାରେ ଜବ୍ କରୁନଥାନ୍ତେ, ଆଉ ଡେଲିଭରି ବୟ ମାସକୁ 25-30 ହଜାର ଟଙ୍କା ରୋଜଗାର କରୁନଥାନ୍ତେ। ଆପଣ ଗରିବ ଜନ୍ମ ହେବା ଆପଣଙ୍କର ଭୁଲ ନୁହେଁ। ସମସ୍ତଙ୍କୁ ନିଜ ଅବସ୍ଥା ସୁଧାରିବାର ଅଧିକାର ରହିଛି। କିନ୍ତୁ ଏଠାରେ ସବୁଠାରୁ ଇମ୍ପୋର୍ଟାଣ୍ଟ ଏହା ଯେ କ'ଣ ଆପଣ ନିଜ ଅବସ୍ଥାକୁ ସୁଧାରିବାକୁ ଚାହୁଁଛନ୍ତି? ଆଜି ମୁଁ ଆପଣଙ୍କୁ 5ଟି କାରଣ କହିବାକୁ ଯାଉଛି ଯାହା ପାଇଁ ଆପଣ ଧନୀ ହୋଇପାରୁନାହାନ୍ତି। ସର୍ବପ୍ରଥମ କାରଣ ହେଉଛି ଆପଣ ଇମାଜିନ୍ କରିପାରୁନାହାନ୍ତି କି ଧନୀ ହେବା ପରେ ଆପଣଙ୍କ ଲାଇଫ୍ କିପରି ହେବ। ସେଥିପାଇଁ ଆପଣ ଧନୀ ହେବା ପାଇଁ ପରିଶ୍ରମ ହିଁ କରୁନାହାନ୍ତି। ଦ୍ୱିତୀୟ କାରଣଟି ହେଉଛି ଖର୍ଚ୍ଚ। ମାନେ ଆପଣ ଯେମିତି ହିଁ ଟଙ୍କା ରୋଜଗାର କରିବା ଷ୍ଟାର୍ଟ କରିଦେଇଥାନ୍ତି, ଆପଣ ନିଜ ସଉକ ପୂରଣ କରିବା ଷ୍ଟାର୍ଟ କରିଦେଇଥାନ୍ତି। ଗୋଟିଏ କଥା ମନେ ରଖନ୍ତୁ, ଟଙ୍କା ଟଙ୍କାକୁ ଟାଣିଥାଏ। ଯଦି ଆପଣ ନିଜ ଟଙ୍କାକୁ ଟଙ୍କା ଇନକମ୍ କରିବାରେ ଲଗାଇବେ, ତେବେ ଯାଇ ଆପଣଙ୍କୁ ଡବଲ ରିଟର୍ନ ମିଳିବ। ତୃତୀୟଟି ହେଉଛି କଣ୍ଟ୍ରୋଲ। ମାନେ ଆପଣଙ୍କ ଖର୍ଚ୍ଚରେ ଆପଣଙ୍କର କଣ୍ଟ୍ରୋଲ ହିଁ ନାହିଁ। ଆପଣଙ୍କ ରୋଜଗାରଠୁ ଅଧିକ ଆପଣଙ୍କର ଖର୍ଚ୍ଚ, ତ ସେଥିରେ ଟଙ୍କା ନୁହେଁ ଉଧାରି ବଢ଼ିବ। ଚତୁର୍ଥଟି ହେଉଛି ଆପଣ ଚାହୁଁଛନ୍ତି ତ ଟଙ୍କା ରୋଜଗାର କରିବା ପାଇଁ, ମାନେ ଲକ୍ଷ୍ୟ ଜଣା ଅଛି କିନ୍ତୁ ସେଠାରେ ପହଞ୍ଚିବା ପାଇଁ ବାଟ ଜଣା ନାହିଁ। ତେବେ ଆପଣ ନିଜେ ଏକ୍ସପ୍ଲୋର କରନ୍ତୁ, ରିସର୍ଚ୍ଚ କରନ୍ତୁ, କାହିଁକିନା ଖାଲି ବସିଲେ ତ କିଛି ବି ହାସଲ ହେବ ନାହିଁ। ଆଉ ପଞ୍ଚମ ଆଉ ଲାଷ୍ଟଟି ହେଉଛି ଆପଣଙ୍କ ଅଳସୁଆମୀ। ଆପଣ ନିଜ କମ୍ଫର୍ଟ ଜୋନ୍ରୁ ବାହାରିବାକୁ ହିଁ ଚାହୁଁନାହାନ୍ତି। ତେବେ ଏହି 5ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ଆଉ ଟଙ୍କା ରୋଜଗାର କରିବା ଶିଖନ୍ତୁ, କାରଣ ସେ ହିଁ ଆପଣଙ୍କ 99% ପ୍ରୋବ୍ଲେମକୁ ସଲ୍ଭ କରିପାରିବ। ତେବେ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଏବଂ ସେୟାର କରିଦିଅନ୍ତୁ। ଆପଣ ଆମ ସହିତ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଯୋଗାଯୋଗ କରିପାରିବେ, ଯାହାର ଲିଙ୍କ୍ ତଳେ ଡିସ୍କ୍ରିପ୍ସନରେ ଦିଆଯାଇଛି। ତେବେ ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ତେବେ ଯିବା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇ ଯାଆନ୍ତୁ।